ଆଗକୁ ପବିତ୍ର ଗୁରୁ ଦିବସର ଅନେକ ଶୁଭେଚ୍ଛା। ଗୁରୁ ଦିବସ ଯେହେତୁ ଉପନୀତ ଖୁବ୍ ଶୀଘ୍ର ହେବ, ତାକୁ ନେଇକି ଆମେ ଗୋଟେ ପୂର୍ବ ପ୍ରସ୍ତୁତି ମଧ୍ୟ ରଖିଛୁ। ତେଣୁ ଛାତ୍ରଛାତ୍ରୀମାନେ କିଭଳି ଖୁବ୍ କମ୍ ସମୟରେ ଆକୁ ମନେ ରଖିପାରିବେ ଏବଂ ନିଜର ବକ୍ତବ୍ୟ ଦେଇପାରିବେ, ସେଥିପାଇଁ ଗୋଟେ ପ୍ରସ୍ତୁତି ଗୁରୁ ଦିବସ ଭାଷଣ ଶୁଣିବା। ସମ୍ମାନ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ପବିତ୍ର ଗୁରୁ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସମଗ୍ର ଭାରତ ବର୍ଷରେ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମଦିନ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଦାର୍ଶନିକ, ବିଖ୍ୟାତ ଜନନାୟକ ତଥା ମହାନ ଶିକ୍ଷକ ମଧ୍ୟ ରହିଥିଲେ। ସେ ଦେଶର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶରେ ସାରା ଶିକ୍ଷକ ସମାଜର ମହାନ ଭୂମିକାକୁ ଉପଲବ୍ଧି କରିଥିଲେ। ସେଥିପାଇଁ ସାରା ଶିକ୍ଷକ ସମାଜକୁ ସମ୍ମାନ ପ୍ରଦର୍ଶନ ପାଇଁ ସେ ସମସ୍ତଙ୍କୁ ନିବେଦନ କରୁଥିଲେ। ଫଳସ୍ୱରୂପ ତାଙ୍କ ଅନୁରୋଧକୁ ରକ୍ଷା କରି ଏ ଦିବସର ପରିକଳ୍ପନା କରାଯାଇଛି ଏବଂ ଯେଉଁଥିପାଇଁ ଗୁରୁ ଦିବସ ପାଳନ ମଧ୍ୟ ସେହି ଦିନଠାରୁ କରାଯାଉଛି। ଗୁରୁ ଶବ୍ଦର ଅର୍ଥ ବ୍ୟାପକ। ଗୁରୁ, ଗୁର ଅର୍ଥ ଅନ୍ଧକାର, ରୁର ଅର୍ଥ ଆଲୋକ, ଅର୍ଥାତ୍ ଯେ ଅନ୍ଧକାରକୁ ମୁକ୍ତ କରି ଆମକୁ ଆଲୋକ ପ୍ରଦାନ କରିଥାନ୍ତି, ସେହି ଗୁରୁ। ତେବେ ଗୁରୁ ଶବ୍ଦକୁ ବ୍ୟାଖ୍ୟା କରିବା ଏତେ ସହଜ ନୁହେଁ। ଗୁରୁ ଶବ୍ଦର ମାହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ଏକ ଅଦ୍ଭୁତ ଲୋକୋକ୍ତି ରହିଛି, ଗୁରୁ ଯେବେ ବାରେ ଗୋଇଠା, ଅନ୍ଧାର ଘରେ ଜଳେ ବୈଠା। ତେବେ କେବଳ ଏତିକିରେ ସୀମିତ ନାହିଁ। ଗୁରୁ ଶବ୍ଦର ଅର୍ଥ ଅନେକ ପୁରାଣ ଉପାଖ୍ୟାନରେ ମଧ୍ୟ ଗୁରୁଙ୍କର ଅଦ୍ଭୁତ ଶକ୍ତିର ପରାକାଷ୍ଠା ବର୍ଣ୍ଣନା କରାଯାଇଛି, ଯାହାକି ଏ ସମାଜ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରିଥାଏ। ତେବେ ଆଜିର ଗୁରୁ ଦିବସରେ ସେହି ଗୁରୁମାନଙ୍କର ପାଦ ତଳେ ମୋର ଶତକୋଟି ନମନ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଆଶା କରେ ଏହି ଭିଡ଼ିଓ ମାଧ୍ୟମରେ ଆମର ଛାତ୍ରଛାତ୍ରୀମାନେ କିଛି ପ୍ରାରମ୍ଭିକ ଭାବେ ଶିଖିବାର ଆଶା କରାଯାଇପାରେ। ତେବେ ଏହା ଗୁରୁ ଦିବସ ପାଇଁ ଗୋଟେ ପ୍ରାରମ୍ଭିକ ସୂଚନା ରହିଥିଲା, ଯାହାକି ପ୍ରାରମ୍ଭିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହାକି ସହଜ, ସରଳ ଏବଂ ସୁବୋଧ୍ୟ ମଧ୍ୟ ଆମେ ଆଶା କରିବା। ତେବେ ଗୁରୁ ଦିବସ ସମ୍ପର୍କିତ ଏହି ଭାଷଣଟି କେବଳ ସେଇ ଛୋଟ ଛୋଟ କୋମଳମତି ଶିଶୁ ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଯେଉଁମାନେ ପ୍ରଥମ କରି ଭାଷଣର ପାହାଚରେ ପାଦ ଦେଉଛନ୍ତି। ସହଜ, ସରଳ ଏବଂ ସୁବୋଧ୍ୟ ରହିଛି। ଆଶା କରେ ଗୁରୁ ଦିବସରେ ଗୁରୁଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ। ପୁଣି ଏକ ନୂଆ ଭିଡ଼ିଓ ସହିତ ଆମେ ଆଗାମୀ ଦିନରେ ପୁଣି ପହଞ୍ଚିବୁ। ଧନ୍ୟବାଦ। ଜୟ ଜଗନ୍ନାଥ।